ଓଡ଼ିଶାର 4.5 କୋଟି ଲୋକଙ୍କୁ ମୋର ରଜ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ଏବଂ ଗୁରୁଜନମାନଙ୍କୁ ମୋର କୋଟି ପ୍ରଣାମ କୋଟି ଦଣ୍ଡବତ ସାଙ୍ଗସାଥୀମାନଙ୍କୁ ମୋର ଧନ୍ୟବାଦ ଏବଂ ଛୋଟମାନଙ୍କୁ ସ୍ନେହର ଆଶୀର୍ବାଦ। ଆଜି ରଜ ପର୍ବ ପୁଣି ମା ଧରିତ୍ରୀଙ୍କୁ ମୋର କୋଟି ପ୍ରଣାମ କୋଟି ଦଣ୍ଡବତ। ସର୍ବପ୍ରଥମେ ମୁଁ ଆଜି ଏତିକି କହିବା ପାଇଁ ଚାହୁଁଛି, ଆଜି ରଜ ସଂକ୍ରାନ୍ତି। ଏହି ରଜ ସଂକ୍ରାନ୍ତି ଆଜି ଓଡ଼ିଶାର କୋଣ ଅନୁକୋଣରେ ଏବଂ ଓଡ଼ିଶାରୁ ଯାଇ ବାହାରେ ଯେଉଁମାନେ ରହୁଛନ୍ତି ସେମାନେ ବି ଆଜି ରଜ ପର୍ବ ପାଳନ କରୁଛନ୍ତି। ରଜ ପର୍ବ ଆକ୍ଚୁଆଲି ଆମର କୁଆଁରୀ ଝିଅମାନଙ୍କ ପାଇଁ ପାଳନ କରାଯାଏ। ଆଉ ମା ବସୁମାତାଙ୍କ ପାଇଁ ବହୁତ ନିୟମ କାନୁନ ମଧ୍ୟ କରାଯାଏ, ଯେଉଁଟା କି ଚାଷୀ ଭାଇମାନେ ପୂର୍ବ ଦିନରୁ ମାନେ ଅପେକ୍ଷା କରିଥାନ୍ତି, ବହୁତ ଦିନ ପୂର୍ବ ଅପେକ୍ଷା କରିଥାନ୍ତି ଯେ ରଜ ପର୍ବ ଆମେ ମାନିବୁ। ତେଣୁ ଚାଷ କାମ ମଧ୍ୟ ପୂର୍ବ ଦିନରୁ ବନ୍ଦ କରିଥାନ୍ତି। ଏହି 4 ଦିନ ସେମାନେ ବହୁତ ଆଶା କରିଥାନ୍ତି, ମଜା ମଜଲିସ୍ ଖାଇବା ପିଇବା ପିଠା ପଣା ମାଂସ ମାଛ ସବୁ କରିକରି ଖାଇବୁ ବୋଲି ତାଙ୍କର ଆଶା ଥାଏ, ଆଉ ମଧ୍ୟ ଖାଇଥାନ୍ତି। ପୂର୍ବ ଦିନରୁ ହଳ ବନ୍ଦ କରାଯାଇଥାଏ। ସେ ରଜ 3 ଦିନ ମା ଧରିତ୍ରୀଙ୍କ ଉପରେ ହଳ କରିବା ମନା, କାହିଁକି ମା ବସୁଦାତା ମାଙ୍କର ନିୟମ ଅନୁସାରେ ଯେହେତୁ ରଜ ପର୍ବ ହୋଇଥାଏ, ତେଣୁ ତାଙ୍କୁ ହଳ କରିବା ପାଇଁ ମନା କରାଯାଇଥାଏ। ତେଣୁ ହଳ କରାଯାଇନଥାଏ। ସେହି 3 ଦିନ ହଳ କରାଯାଇନଥାଏ, ଚାଷ କାମ ବନ୍ଦ ଥାଏ। ସେଥିରେ ଆମର ଚାଷୀ ଭାଇମାନେ ପାଳନ କରିଥାନ୍ତି। ବିଭିନ୍ନ ପ୍ରକାର ନୂତନ ଡ୍ରେସ୍ ପିନ୍ଧି ଝିଅମାନଙ୍କୁ ତାଙ୍କ ନିଜର କୁଆଁରୀ ଝିଅମାନଙ୍କୁ ଶାଢ଼ୀ ଡ୍ରେସ୍ କିଣି ଦେଇଥାନ୍ତି। ସେମାନେ ସେ ପିନ୍ଧି ଅଳତା ଲଗେଇ ଦୋଳି ଖେଳିଥାନ୍ତି। ପ୍ରତ୍ୟେକ ଘରେ ଆଗରୁ ଆମେ ଦେଖିଛୁ, ପ୍ରତ୍ୟେକ ଘରେ ସେ ଦୌଡ଼ାର ଦୋଳିଟେ ହେଉ କି କାଠର ଦୋଳିଟେ ହେଉ କରିଥାନ୍ତି। ମୋ ଜେଜେବାପା ଥିଲେ ମହେଶ୍ୱର ସେଠୀ, ଜେଜେମା ଥିଲେ ନେପୁର ସେଠୀ। ସେ ମୋ ପାଇଁ ଦୋଳି କରିଦେଇଥାନ୍ତି। ଆମ ଖତ ଯେଉଁଠି ହେଉଛି ଆମ୍ବ ଗଛ ଥାଏ, ସେଠି ଦୋଳି କରିଥାନ୍ତି। ଆମେ ସେ ଦୋଳି ମଧ୍ୟ ଖେଳିଛୁ ଛୋଟବେଳେ। ଏବେ ତ ଆଉ ଦୋଳି ପ୍ରଥା ଉଠିଗଲାନି, ତେଣୁ ଏବେ ଦୋଳି ଫୋଳି ଆଉ ହେଉନି। ଆଉ ଯଦି ବି ଦୋଳି ଯେଉଁଠି ହେଉଛି, ମୁଁ ଏତିକି ଅନୁରୋଧ କରିବି, ଦୋଳିରେ ବେଶୀ ସମୟ ଖେଳିବେ ନାହିଁ, ମୁଣ୍ଡ ବୁଲେଇବ। ବେଶୀ ଉଚ୍ଚା ପର୍ଯ୍ୟନ୍ତ ଦୋଳିରେ ମାନେ ଯେଉଁ ବହାଯାଏ ସେ ମଧ୍ୟ କରିବେ ନାହିଁ, ନିଜ ପ୍ରତି ବିପଦ ଅଛି। ପଡ଼ିଗଲେ ହାତ ଗୋଡ଼ ବହୁତ ଜଣଙ୍କର ଭାଙ୍ଗିଥାଏ ମଧ୍ୟ। ଯାଉ ଏହି ରଜ ପର୍ବ ଆଜି ଲୋକଙ୍କ ମନରେ ବହୁତ ପ୍ରଫୁଲ୍ଲିତ କରିଛି। ମୁଁ ଭଗବାନଙ୍କୁ ଡାକୁଛି, ଏହି ରଜ ପର୍ବରେ ପ୍ରତ୍ୟେକ ଜନସାଧାରଣଙ୍କର ଦୁଃଖ କଷ୍ଟ ଦୂର ହେଉ, ସୁଖ ସମୃଦ୍ଧି ହେଉ, ପ୍ରତ୍ୟେକ କାର୍ଯ୍ୟ ସିଦ୍ଧମୟ ହେଉ, ଆଉ ଜଗତର ଉନ୍ନତି ମଧ୍ୟ ହେଉ। ଆଉ ଏହି ରଜ ପର୍ବକୁ କହିବା ପାଇଁ ଚାହୁଁଛି ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ଏବେ ନୂତନ କରି ତୁମର ସ୍କୁଲ କଲେଜ ଖୋଲାଯିବ। ଏହି ସ୍କୁଲ କଲେଜ ଖୋଲା ହେଲା ପରେ ତୁମେ ମନ ଦେଇ ପାଠ ପଢ଼। ଆଉ ସ୍କୁଲ କଲେଜ ଠିକ୍ ସମୟରେ ଯାଇ ଆସି ସମୟକୁ ବେକାର ନ କରି ପାଠକୁ ମୂଲ୍ୟବାନ କରି ପାଠ ପଢ଼। ଯେମିତି ବାପା ମାଆଙ୍କର ସ୍ୱପ୍ନ, ତେଣୁ ବାପା ମା' ହେଉଛନ୍ତି ପ୍ରଥମ ଭଗବାନ। ବାପା ମାଆଙ୍କର ଆଶା ପୂରଣ ହେଲେ ତୁମକୁ ଭଗବାନଙ୍କର ଆଶୀର୍ବାଦ ମିଳିଲା ବୋଲି ତୁମେ ଜାଣିପାରିବ। ତୁମେ ଚାକିରି ବାକିରି କଲେ ଭଲ ଘର ସଂସାରଟେ କରିବ, ଏହା ବାପା ମା' ଚାହାନ୍ତି। ଆପଣମାନଙ୍କୁ ମୁଁ ଏତିକି କହି ରଖିବି, ବାପା ମା' ମଧ୍ୟ ଛୁଆମାନଙ୍କୁ ଟିକେ ଗାଇଡ଼ କରନ୍ତୁ। ମୋବାଇଲରୁ ଟିକେ ଦୂରେଇ ରଖନ୍ତୁ। ମୋବାଇଲରେ ବହୁତ କିଛି ପାଠ ଅଛି। ମୋବାଇଲ ଗୋଟେ ୱାର୍ଲଡର ବ୍ରେନ୍, କିନ୍ତୁ ଯଦି ଗାର୍ଡ଼ିଆନ ମାନେ ତାକୁ ମୋବାଇଲଟାକୁ ଛୁଆକୁ ଜଗିବେ ଏବଂ ୟୁଟିଲାଇଜ୍ ଠିକ୍ ସେ ପାଠ ପଢ଼ାରେ କରେଇବେ, ତାହେଲେ ଛୁଆ ନିହାତି ପାଠରେ ଉନ୍ନତି ହେବ। ଆଜିକାଲି ସବୁ ମୋବାଇଲରେ ପାଠ ପଢ଼ି IAS IPS OS ସବୁ ହେଇସାରିଲେଣି। ତେଣୁ ମୋବାଇଲଟାକୁ ଏଭଏଡ଼ କରାଯିବ ନାହିଁ। ମୋବାଇଲଟାକୁ ଯଦି ଏଭଏଡ଼ କରାଯାଉଛି, ଯେଉଁ ଛୁଆମାନେ ବେଶୀ ଗପାଗପି କରୁଛନ୍ତି ତାଙ୍କୁ ଏଭଏଡ଼ କର। ଆଉ ଯିଏ ବସି ପାଠ ପଢ଼ୁଛି, ନୋଟ୍ ଲେଖୁଛି, ବିଭିନ୍ନ ପ୍ରକାର ଜିନିଷକୁ ଷ୍ଟଡ଼ି କରୁଛି, ତାଙ୍କୁ ମନା କରନ୍ତୁ ନାହିଁ। ଏତିକି ମୋର ଉପଦେଶ। ଯାଉ ଏ ବର୍ଷା ଦିନ ଆସିଯିବ। ଏବେ ମୁଁ କହିବି ଏ ଜଗତବାସୀଙ୍କୁ ଯେ ଆପଣ ବର୍ଷାରୁ ମୁକ୍ତି ପାଇବା ପାଇଁ ଛତାଟେ ବ୍ୟବହାର କରିବେ। ଆଉ ଦୂର ଜାଗାକୁ ଯାଉଥିଲେ ଘଡ଼ଘଡ଼ି ଚଡ଼କ ମାଡ଼ିଲେ ନିହାତି ପାଖ ଦୋକାନ ହେଉ କି ଘର ହେଉ ନିହାତି ପଶିଯିବେ। ଏବେ ଘଡ଼ଘଡ଼ିରେ ବିଜୁଳିରେ ଲୋକ ବହୁତ ମଲେଣି। ଆଜି ଜଗତର ନାଥ ଜଗନ୍ନାଥ
कृपारू आज मु आपण गहन अच्छी मुझे चाहूँगी प्रत्येक दुखी आउ रोगींकर मु सेवा करी जेहेतु मो समाजसेवी आउ मोर जो बारीपदा बालेश्वर केउंझर स्कूल अच्छी कॉलेज अच्छी फार्मासी नर्सिंग एलाइन मेडिकल और भारत विकास गवर्नमेंट स्कूल अच्छी जो छुआ मैंने पाठ पढ़ाई चाहिए आउ स्टाइफेन पाउथिबे और पैसा दे पार नथिबे अल्प बहुत दे पारुथिबे से छुआ को निहाती मु पाठ पढ़ार सुजोग देबी बोली आशा रखी आउ पाठ पढ़ी केमती कैंपस चाकरी पाइबे तार मध्य मु सुजोग देबी यह आपण घर कहूँ मुहीपरी समाज सेवा करी छात्र छात्री को और दुखी रोगी को यही मु समाज सेवा करी चली आगक चली आ मु हॉस्पिटल निहाती बहुत शीघ्र आरंभ करुच्ची मोर जहाँ परमिशन बहुत किसी हो सारानी आ अल्प किसी रही तेणु यापर मु हॉस्पिटल कले प्रत्येक रोगी सेवा करी आउ जगतर मंगल करी आउ दुखी रोगी उन्नति करी आशा रखुची प्रत्येक छात्र छात्री को मोर पुणी अर्थरे हार्दिक अभिनंदन शुभेच्छा और गुरुजन मान मोर भूमिष्ठ प्रणाम जगतर जगन्नाथ को मो कोटि प्रणाम अनुगत वंदे उत्कल जननी जय श्री राम नमस्ते आज मु मोर जदि जहाँ भी भूल होती जगतवासी मत क्षमा करेंगे मु सब आपण मान भल चेष्टा करुँची आ करी नमस्कार।